କାଳର କରାଳ ଗର୍ଭରେ ସମାଧି ନେବାକୁ ବସିଲାଣି ସେଦିନର କଥା। ଅତୀତ ହୋଇଯାଇଥିଲେ ବି ଆଜି ବି ସତେଜ ରଖିଛି ମୋ ମନକୁ, ମୋ ହୃଦୟକୁ। ଖବରକାଗଜରେ ତ ସବୁ କିଛି ପାଇ ହେଉଛି, ଗୋଟିଏ କଥା ଜମା ମନକୁ ପାଉନି। ହଠାତ୍ ଗାଁ ପାଠ ଓ ସହର ପାଠ ଭିତରେ ଏତେ ବଡ଼ ପ୍ରାଚୀର କେମିତି ଠିଆ ହୋଇଗଲା? ଆଜିକାଲି ସହରୀ ପିଲାମାନେ 600 ନମ୍ବରରୁ 598 କିମ୍ବା 599 ରଖୁଛନ୍ତି। ତଥାପି କିଛି ଗାର୍ଡିଆନ ଟିଭି କ୍ୟାମେରା ଆଗରେ କହୁଛନ୍ତି, ଆଉ ଟିକେ ଚେଷ୍ଟା କରିଥିଲେ ପିଲାଟା ଆହୁରି ଅଧିକ ନମ୍ବର ରଖିପାରିଥାନ୍ତା। ଆରେ ତମେମାନେ ତ ଏଇ ଗାଁ ସ୍କୁଲରେ ପଢ଼ି ସହରକୁ ଯାଇଛ। ଆମ ଏଇ ଗାଁ ପାଖରୁ ହିଁ ତ 2-3 ଜଣ ଆଇଏଏସ୍ ହୋଇ ବାହାରିଛନ୍ତି। ଏମିତି ଆଲୋଚନା ଭିତରେ ସାର୍ ଗମ୍ଭୀର ହୋଇ ପ୍ରଶ୍ନ କଲେ, ତମର ମନେ ଅଛି କେବେଠାରୁ ଆମ ଗ୍ରାମୀଣ ପିଲାମାନଙ୍କର ପାଠର ମାନଦଣ୍ଡ ଏମିତି କମିବାକୁ ଆରମ୍ଭ କଲା? ଆମ ଗ୍ରାମୀଣ ପିଲାଗୁଡ଼ିକର ଶିକ୍ଷାଗତ ମାନ ହ୍ରାସ ପାଇବା କୌଣସି ଗୋଟିଏ ନିର୍ଦ୍ଦିଷ୍ଟ ବର୍ଷ ବା ତାରିଖରେ ପରିଣାମ ନୁହେଁ, ବରଂ ଏହା ବିଗତ 3ରୁ 4 ଦଶନ୍ଧି ଧରି ଧୀରେ ଧୀରେ ଘଟିଥିବା ଏକ ସାମାଜିକ ଓ ପ୍ରଶାସନିକ ଶିଥିଳତାର କରୁଣ ପରିଣତି। ସାର୍ ଅତୀତକୁ ମନେ ପକାଇ କହିଲେ, ପ୍ରଥମେ ଆଇନ ଆସିଲା ଯେ କୌଣସି ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଦଣ୍ଡ ଦେଇପାରିବେ ନାହିଁ କିମ୍ବା ବିଦ୍ୟାଳୟରେ କୌଣସି ସଫାସଫି କାମରେ ଲଗାଇ ପାରିବେ ନାହିଁ। ଏହି ଆଇନର ଅପବ୍ୟବହାର ଯୋଗୁଁ ଅନେକ କ୍ଷେତ୍ରରେ ସର୍ବସାଧାରଣରେ ଶିକ୍ଷକମାନେ ପୋଲିସ ଦ୍ୱାରା ହେଉ ଏବଂ ଗ୍ରାମବାସୀଙ୍କ ଦ୍ୱାରା ଅପମାନିତ ଓ ଦଣ୍ଡିତ ମଧ୍ୟ ହେଲେ। ତମର ନିଶ୍ଚୟ ମନେ ଥିବ, ଦିନ ଥିଲା ଯେତେବେଳେ ଅଭିଭାବକମାନେ ନିଜେ ଆସି ସ୍କୁଲରେ କହୁଥିଲେ, ସାର୍ ପିଲା ପାଠ ନ ପଢ଼ିଲେ ଚମଡ଼ା ଉତାରି ଦିଅନ୍ତୁ, ହେଲେ ମଣିଷ କରିଦିଅନ୍ତୁ। ତୋର ମନେ ଥିବ କି ନାହିଁ ମୁଁ ଜାଣିନି, ଥରେ ତୋ ବାପା ଆସି ସ୍କୁଲରେ ମୋତେ କହିଥିଲେ, ସାର୍ ମୋର ମୂର୍ଖ ପୁତ୍ର ଦରକାର ନାହିଁ। ମୂର୍ଖ ପୁତ୍ର ପାଇଁ ସାରା ଜୀବନ କଷ୍ଟ ପାଇବା ଅପେକ୍ଷା ଆଣ୍ଠୁକୁଡ଼ା ହୋଇଯିବା ଭଲ। ମୁଁ ଆପଣଙ୍କୁ କହୁଛି, ତା ଆଖି କାନ ଛାଡ଼ି ତାକୁ ଦଣ୍ଡ ଦିଅନ୍ତୁ, ତାକୁ ମଣିଷଟାଇ କରିଦିଅନ୍ତୁ। ମୁଁ ନିଜେ କେତେଥର ପିଲାଙ୍କୁ ଘରୁ ଘୋଷାରି ଘୋଷାରି ସ୍କୁଲକୁ ଆଣିଛି, ହେଲେ ହଠାତ୍ ସମୟ ବଦଳିଗଲା, ସଂସ୍କାର ନାଁରେ ଶୃଙ୍ଖଳା ଗଲା ଏବଂ ଅଭିଯୋଗ ଓ ଆଇନର ଭୟରେ ଶିକ୍ଷକମାନେ ନିଜ ଛାତ୍ରଛାତ୍ରୀଙ୍କୁ ଡରିବାକୁ ଲାଗିଲେ। ଯେଉଁଠି ଗୁରୁ ଶିଷ୍ୟ ସମ୍ପର୍କ ଭୟ ଓ ଭକ୍ତିର ସ୍ଥାନ ଉଭେଇଗଲା, ସେଠାରେ ଶିକ୍ଷାର ମୂଳଦୁଆକୁ ଦୋହଲିବାକୁ ତ ସ୍ୱାଭାବିକ। ସତରେ ଅଧିକାଂଶ ଶିକ୍ଷାବିତ୍ ଏବେ ବିଶ୍ଳେଷକଙ୍କ ମତରେ 1990 ମସିହା ମଧ୍ୟଭାଗ ଏବଂ 2000 ମସିହା ଆରମ୍ଭ ହେଉଛି ସେହି ସମୟ ଯେବେଠାରୁ ଗ୍ରାମୀଣ ଶିକ୍ଷା ବ୍ୟବସ୍ଥାରେ ଏହି ଅବନତି ଅଧିକ ସ୍ପଷ୍ଟ ଭାବରେ ବାରି ହୋଇ ପଡ଼ିଲା। ପୂର୍ବରୁ ଗାଁମାନଙ୍କରେ ସ୍ଥାୟୀ ଏବଂ ଯୋଗ୍ୟ ବା ସିଟି ବା ବିଇଡି ପ୍ରାପ୍ତ ଶିକ୍ଷକମାନେ ପଢ଼ାଉଥିଲେ। ସେମାନଙ୍କର ସମାଜରେ ଏକ ସ୍ୱତନ୍ତ୍ର ସମ୍ମାନ ଥିଲା। ମାତ୍ର 90 ଦଶନ୍ଧିର ଶେଷ ଆଡ଼କୁ ସରକାର ସ୍ଥାୟୀ ନିଯୁକ୍ତି ବନ୍ଦ କରି ଶିକ୍ଷା ସହାୟକ, ଗଣଶିକ୍ଷକ, ଚୁକ୍ତିଭିତ୍ତିକ ଏବଂ କୋଟାରେ ଶିକ୍ଷକ ନିଯୁକ୍ତି ପ୍ରଥା ଆରମ୍ଭ କଲେ। ଏହାଦ୍ୱାରା କମ୍ ଦରମାରେ ଅଣପ୍ରଶିକ୍ଷିତ ବା ସ୍ୱଳ୍ପ ଯୋଗ୍ୟତା ସମ୍ପନ୍ନ ବ୍ୟକ୍ତି ଶିକ୍ଷକତାକୁ ଆସିଲେ। ଶିକ୍ଷକମାନଙ୍କ ମଧ୍ୟରେ ଅସନ୍ତୋଷ ଓ ଆନ୍ଦୋଳନ ବଢ଼ିଲା, ଯାହାର ସିଧାସଳଖ ପ୍ରଭାବ ପାଠପଢ଼ା ଉପରେ ପଡ଼ିଲା। ସର୍ବଶିକ୍ଷା ଅଭିଯାନ ଏବଂ ମଧ୍ୟାହ୍ନ ଭୋଜନର ଯୋଜନା ଆସିବା ପରେ ଗ୍ରାମୀଣ ସ୍କୁଲଗୁଡ଼ିକର ଚେହେରା ବଦଳିଗଲା। ଶିକ୍ଷକମାନେ ପାଠ ପଢ଼ାଇବା ଅପେକ୍ଷା ଚାଉଳ ହିସାବ ରଖିବା, ରୋଷେଇ ତଦାରଖ କରିବା, ବିଭିନ୍ନ ସରକାରୀ ସର୍ଭେ କାର୍ଯ୍ୟରେ ଅଧିକ ସମୟ ବିତାଇଲେ। ସ୍କୁଲଗୁଡ଼ିକର ପାଠପଢ଼ାକୁ ଗୁରୁତ୍ୱ ନ ଦିଆଯାଇ କେବଳ ରେକର୍ଡ ପତ୍ରକୁ ଗୁରୁତ୍ୱ ଦିଆଗଲା। ସ୍କୁଲଗୁଡ଼ିକର ଶିକ୍ଷାନୁଷ୍ଠାନ ଅପେକ୍ଷା ପ୍ରଶାସନିକ ଓ ଆହାର କେନ୍ଦ୍ର ପାଲଟିଗଲା। ଆର୍ଟି 2009 ଅଧୀନରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କୌଣସି ପିଲାଙ୍କୁ ଫେଲ୍ କରାଯାଇପାରିବ ନାହିଁ ବୋଲି ନିୟମ ଆସିଲା। ଏହାର ଫଳସ୍ୱରୂପ ପିଲା ଏବଂ ଗାର୍ଡିଆନଙ୍କ ମନରୁ ପରୀକ୍ଷା ଭୟ ଚାଲିଗଲା। ଅନେକ ସମୟରେ ପଞ୍ଚମ ବା ଷଷ୍ଠ ଶ୍ରେଣୀର ପିଲାଟିଏ ଓଡ଼ିଆ ଅକ୍ଷର ଚିହ୍ନିବା ବା ସହଜରେ ଗୁଣନ ହରଣ କରିବାରେ ଅସମର୍ଥ ହେଲେ ମଧ୍ୟ ସେ ଉପର ଶ୍ରେଣୀକୁ ଉତ୍ତୀର୍ଣ୍ଣ ହେଲା। ଏହା ଶିକ୍ଷାର ମୂଳଦୁଆକୁ ଦୋହଲାଇ ଦେଲା। ଗାଁ ଗାଁରେ ସରସ୍ୱତୀ ଶିଶୁ ମନ୍ଦିର ଏବଂ କୁନି କୁନି ଇଂରାଜୀ ମାଧ୍ୟମ ସ୍କୁଲ ଗଢ଼ି ଉଠିଲା। ଫଳରେ ଗାଁର ସଚେତନ, ମଧ୍ୟବିତ୍ତ ଓ ଆର୍ଥିକ ସଚଳ ପରିବାର ପିଲାମାନେ ସରକାରୀ ସ୍କୁଲ ଛାଡ଼ି ସେଠାକୁ ଚାଲିଗଲେ। ସରକାରୀ ସ୍କୁଲଗୁଡ଼ିକରେ କେବଳ ଅତି ଗରିବ ଏବଂ ଅନଗ୍ରସର ଶ୍ରେଣୀର ପିଲାମାନଙ୍କ ପାଇଁ ସୀମିତ ହୋଇଗଲା, ଯାହାଫଳରେ ସାମାଜିକ ସ୍ତରରେ ଗ୍ରାମୀଣ ସ୍କୁଲଗୁଡ଼ିକ ପ୍ରତି ଆଦର ଓ ଜନସାଧାରଣଙ୍କ ଚାପ କମିଗଲା। ଗତ 2 ଦଶନ୍ଧି ମଧ୍ୟରେ ସରକାରୀ ସ୍କୁଲର କୋଠାବାଡ଼ି, ସ୍ମାର୍ଟ କ୍ଲାସରୁମ୍, 5Tରେ ରୂପାନ୍ତରଣ ଉପରେ ପ୍ରଚୁର ଅର୍ଥ ଖର୍ଚ୍ଚ କରିଛନ୍ତି। କିନ୍ତୁ କୋଠା ସୁନ୍ଦର ହେବା ସତ୍ତ୍ୱେ ଗ୍ରାମାଞ୍ଚଳର ଆବଶ୍ୟକ ସଂଖ୍ୟକ ଗଣିତ, ବିଜ୍ଞାନ, ଇଂରାଜୀ ବିଷୟଭିତ୍ତିକ ଶିକ୍ଷକଙ୍କର ଅଭାବ ଏବଂ ଶିକ୍ଷାଦାନର ଆନ୍ତରିକତା ହ୍ରାସ ପାଇବା କାରଣରୁ ମାନଦଣ୍ଡ ପ୍ରକୃତ ସୁଧାରି ହୋଇପାରିଲା ନାହିଁ। 1980 ଦଶନ୍ଧି ପର୍ଯ୍ୟନ୍ତ ଓଡ଼ିଶାର ଗ୍ରାମୀଣ ସ୍କୁଲରୁ ପଢ଼ି ବଡ଼ ବଡ଼ ପ୍ରଶାସକ, ବୈଜ୍ଞାନିକ ଓ ସାହିତ୍ୟିକ ବାହାରୁଥିଲେ।
ମାତ୍ର 1995ରୁ 2005 ମଧ୍ୟରେ ନୀତିଗତ ଅବହେଳା, ରାଜନୀତିକରଣ ଏବଂ ଶିକ୍ଷକ ନିଯୁକ୍ତିରେ ଅସ୍ଥିରତା, କୋଟାରେ ଶିକ୍ଷକ ନିଯୁକ୍ତି ଏହାକୁ ସବୁ ହ୍ରାସ କରାଇଦେଲା। ଶିକ୍ଷାର ମୂଳଦୁଆକୁ ଦୋହଲାଇ ଦେଲା।